560 লিଟର ଦେଶୀ ମଦ ବୋଝି ବୋଲେରୋ ଜବତ ଜଣେ ଗିରଫ। ମୟୂରଭଞ୍ଜ ଜିଲ୍ଲା ମୋରଡା ଅବକାରୀ ବିଭାଗ ଆଜି ଏକ ବୋଲେରୋକୁ ଜବତ କରିବା ସହିତ 500 ଲିଟରରୁ ଉର୍ଦ୍ଧ୍ୱ ଦେଶୀ ମଦ ଜବତ କରିଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଆଜି ଅପରାହ୍ନ ସମୟରେ ଏକ ବୋଲେରୋ ବେଆଇନ ଭାବେ 560 ଲିଟର ଦେଶୀ ମଦ ପଡୋଶୀ ପଶ୍ଚିମବଙ୍ଗର ଧୁମସାହିରୁ ସୁନାକଣିଆକୁ ମୋରଡା ବ୍ଲକ ରାସ୍ତା ଦେଇ ଯାଉଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ମୋରଡା ଅବକାରୀ ଅଧିକାରୀ ଦୀପକ କୁମାର ରାଉତ, ଏସ୍ଆଇ ରେଣୁକା ମଲ୍ଲିକ, କନେଷ୍ଟବଳ ଯଶବନ୍ତ ନାୟକ ଏବଂ ପିତନାଥ ମୁର୍ମୁ ମୋରଡା ବ୍ଲକର ପଳାଶ ମୁଣ୍ଡଳି ସୁବର୍ଣ୍ଣରେଖା କେନାଲ ବନ୍ଧ ରାସ୍ତା ଉପରେ ବୋଲେରୋକୁ ଅଟକାଇଥିଲେ। ତେବେ ବୋଲେରୋକୁ ଜବତ କରିବା ସହିତ ଡ୍ରାଇଭର ସତ୍ୟଜିତ ସେଠୀଙ୍କୁ ଗିରଫ କରିଥିବା ବେଳେ ଘଟଣାସ୍ଥଳରୁ ଅନ୍ୟ ଜଣେ ଫେରାର ଅଛନ୍ତି। ଏନେଇ ଅବକାରୀ ଥାନାରେ 171/26ରେ ଏକ ମାମଲା ରୁଜୁ ହୋଇଛି। ମୁଁ ଓଏସି ମୋରଡା ଏକ୍ସାଇଜ ଷ୍ଟେସନ ମୟୂରଭଞ୍ଜ ଜିଲ୍ଲା। ତ ଯୋଉ ସଫଳତା ମିଳିଛି କଣ ହେଇଥିଲା ଘଟଣା? ହଁ, ଆଜି ଯୋଉ ଗାଡ଼ିଟିକୁ ଆମେ ଧରିଲୁ ବୋଲେରୋ WU 34N 6266 ନମ୍ବର ଗାଡ଼ିଟା, ସେ ତାକୁ ଆମେ 2 ମାସ ହେଲାଣି ଆମେ ନଜର ଉପରେ ରଖିଛୁ, କିନ୍ତୁ ଆମେ ତାକୁ ଧରିବାରେ ବିଫଳ ହଉଥିଲୁ। ସେ କୋଉ ବାଟେ ନା କୋଉ ବାଟେ ଚକମା ଦେଖି ଆମେ ଫସି ଯାଉଥିଲା, କିନ୍ତୁ ଆଜି ଆମେ ଗୋଟେ ବିଶେଷ ସୂତ୍ରରୁ ଖବର ପାଇଥିଲୁ ଯେ ସେ ଗାଡ଼ିଟି ଧୁମସାହି ପଶ୍ଚିମବଙ୍ଗ ପଟରୁ ସେ ଗାଡ଼ିଟା ଆସୁଥିଲା। ଆମେ ତାକୁ ସୁବର୍ଣ୍ଣରେଖା ପ୍ରୋଜେକ୍ଟ କେନାଲ ବନ୍ଧ ରାସ୍ତାରେ ଆମେ ତାକୁ ଜଗିଥିଲୁ। ତାପରେ ସେଇ ସମୟରେ ସେ ଗାଡ଼ିକି ବି ଆମେ କୁଶଳ କର୍ମ ଅଟକେଇଥିଲୁ। ଅଟକେଇବା ଭିତରେ ସେ ବୋଲେରୋ ଡ୍ରାଇଭର ଖାଲି ଥିଲା, ଡ୍ରାଇଭର ଗାଡ଼ି ଚଲୁଥିଲା, ତାକୁ ଅଟକେଇଥିଲୁ। ଆମେ ଗାଡ଼ି ଭିତରୁ 8ଟା ଜରି ବସ୍ତା ଭିତରେ 560 ଲିଟର ଟୋଟାଲ ଆଇଡିଆଲ ଆମର ଜବତ କରିଥିଲୁ। ତ ଡ୍ରାଇଭରଙ୍କ ନାମ କଣ ଏବଂ କୋଉଠିକା ଲୋକ? ହଁ, ଡ୍ରାଇଭର ନାଁଟା ହଉଛି ସତ୍ୟଜିତ ସେଠୀ, ଆଉ ତାଙ୍କ ଘର ଗାଁ ଅମରଦା, ରାସନପୁର ଥାନା। କୋଟଫଳ ହେଇଛନ୍ତି। ଆଜ୍ଞା କୋଟଫଳ। ତ ଗାଡ଼ି ଏବେ ଜବତ କରାଯାଇଛି। ଗାଡ଼ି ଜବତ କରାଯାଇଛି, ମଦ ସହିତ ଜବତ କରାଯାଇଛି। ଏବଂ ଆଗାମୀ ଆମର ମକର ଯାତ୍ରା ପାଇଁ ବି ଆମେ ଜୋରସୋର ଆମର ପେଟ୍ରୋଲିଂ ଜାରି ରଖିଛୁ। ଏମିତି ବି ସ୍ପେଶାଲ ଡ୍ରାଇଭ୍ ଆମର ବିଭାଗ ତରଫରୁ ସ୍ପେଶାଲ ଡ୍ରାଇଭ୍ ଚାଲିଛି, ଆଉ ଆଗକୁ ବି ଜାରି ରହିବ। ମୟୂରଭଞ୍ଜରୁ ଘାସରାମ ବେହେରାଙ୍କ ରିପୋର୍ଟ, ବିଶ୍ୱ ବିଜୟ ନ୍ୟୁଜ ଓଡ଼ିଶା।